ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ମାଛମରା ଗ୍ରାମଠାରେ ଜଣେ ବ୍ୟକ୍ତି କୌଣସି କାରଣରୁ ମହେନ୍ଦ୍ର ତନୟା ନଦୀରେ ବୁଡ଼ି ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ନାମ ଗାଡ଼ିଲା ମନ୍ମଥ ରାଓ, ବୟସ 40 ବର୍ଷ ଏବଂ ସେ ଆଜି ସକାଳ 10 ଘଣ୍ଟା ସମୟରେ ନିଖୋଜ ଥିଲେ। ଘରୁ ଯାଇ ନ ଫେରିବାରୁ ତାଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀ ବହୁ ଖୋଜାଖୋଜି କରିଥିଲେ। ସନ୍ଧ୍ୟା ସମୟରେ ମାଛମରା ଗ୍ରାମ ଦେଇ ଯାଇଥିବା ମହେନ୍ଦ୍ର ତନୟା ନଦୀ କୂଳେ କେତେକ ଗ୍ରାମବାସୀ ତାଙ୍କର ଚପଲ ଦେଖି ନଦୀରେ ବୁଡ଼ି ଯାଇଥିବା ସନ୍ଦେହ କରିଥିଲେ। ଏନେଇ ଗୁରାଣ୍ଡି ଥାନା ପୋଲିସ ଏବଂ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ନଦୀରେ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ବିଳମ୍ବିତ ସନ୍ଧ୍ୟାରେ ନଦୀ ଗର୍ଭରୁ ମନ୍ମଥଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଗୁରାଣ୍ଡି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ରହିଛି। ଏନେଇ ଗୁରାଣ୍ଡି ଥାନାରେ 14/24ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାର ଜଣାଯାଇଛି। ମୃତ ମନ୍ମଥଙ୍କ କେଉଁ ପରିସ୍ଥିତିରେ ନଦୀରେ ବୁଡ଼ିଲେ ସେ ନେଇ ଅଧିକ ତଦନ୍ତ ଚାଲିଥିବାର ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଗଜପତି ଜିଲ୍ଲାର ଭାସ୍କର ସିଂଙ୍କ ରିପୋର୍ଟ, ନ୍ୟାୟବତୀ ଟିଭି।